ମଙ୍ଗଳ କାମନା କରାଯାଇଥିଲା। ଏହାପରେ ମାତୃ ପତାକା ଉତ୍ତୋଳନ କରାଯାଇଥିଲା। ବିଶ୍ୱର ମଙ୍ଗଳ କାମନା କରି ଏହି ମାତୃ ପତାକା ଉତ୍ତୋଳନ କରାଯାଇଥାଏ। ଏହାପରେ ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଧ୍ୱନି ଦେଇ ଦଶହରା ଉପଲକ୍ଷେ ମାତୃଶକ୍ତି ମାହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ୱତୀଙ୍କୁ ଆବାହନ କରି ଦୀପ ପ୍ରଜ୍ୱଳନ କରିଥିଲେ। ସମସ୍ତେ ମାତୃ ସଙ୍ଗୀତ ଗାନ କରି ପାଠଚକ୍ର ଆରମ୍ଭ କରିଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମକୁ ପାଠଚକ୍ର ଅନୁଷ୍ଠାନର ଭୀଷ୍ମ ପିତାମହ ପଣ୍ଡିତ କୃଷ୍ଣଚନ୍ଦ୍ର ନନ୍ଦ ଶର୍ମା ଉଦ୍ଘାଟନ କରି ସଭାପତିତ୍ୱ କରିଥିଲେ। ବିଶିଷ୍ଟ ବକ୍ତା ଭାବରେ ଆନନ୍ଦ ଚନ୍ଦ୍ର ପ୍ରଧାନ, ସୁଭାଷ କର, କାଙ୍ଗାଳି ଚରଣ ପରିଡ଼ା, ପ୍ରଭଞ୍ଜନ ମହାନ୍ତି ପରି ବହୁ ସାଧକ ସାଧିକା ନିଜର ଆଶୀର୍ବାଦ ପ୍ରଦାନ କରିଥିଲେ। ଆଲୋଚନାର ବିଷୟ ଥିଲା ବିକଶିତ ଭାରତରେ ସ୍ୱାଧୀନତା ସଂଗ୍ରାମୀ ମହାନ ଯୋଗୀ ଶ୍ରୀ ଅରବିନ୍ଦଙ୍କ ଭୂମିକା ଓ ଭୋଜନ କିପରି ହେବା ଉଚିତ, ଏହା ଉପରେ ସମସ୍ତେ ନିଜ ନିଜର ମତ ଦେଇଥିଲେ। ଶ୍ରୀ ମା ଶ୍ରୀ ଅରବିନ୍ଦଙ୍କ ଦର୍ଶନକୁ ଛୋଟ ଛୋଟ ପିଲା ଓ ଯୁବକମାନଙ୍କ ଭିତରେ ପହଞ୍ଚାଇବା ସହିତ ବିଦ୍ୟାଳୟରେ ରାଷ୍ଟ୍ରଗାନ ପାଠଚକ୍ର ମାଧ୍ୟମରେ ଜ୍ଞାନ ପ୍ରଦାନ କରିବାକୁ ପ୍ରାର୍ଥନା ଚ୍ୟାନେଲର ସର୍ବତ ମହାପାତ୍ର ସମସ୍ତଙ୍କୁ ଅନୁରୋଧ କରିଥିଲେ। ପାଠଚକ୍ର ସଂଗଠକ ବରିଷ୍ଠ ସାଧକ ତଥା ଆଧ୍ୟାତ୍ମବାଦୀ ରବୀନ୍ଦ୍ର ପାତ୍ର ସମସ୍ତ ଆୟୋଜନ କରିଥିଲେ। ବଡ଼ ଆନନ୍ଦ କଥା, ଏଥିରେ ଆମେ ଭୋଜନ ଉପରେ ଟପିକ୍ ବା କଥା ରଖିଥିଲୁ। ଆଲୋଚନା ଚକ୍ର ଥିଲା ଭୋଜନ ଉପରେ। କିଭଳି ଭାବରେ ଯେଉଁଭଳି ଭାବରେ ଏବେ ମଣିଷ ଆସ୍ତେ ଆସ୍ତେ ଭୋଜନ ଭିତରେ ଭୁଲ ତ୍ରୁଟି କରି ଆସ୍ତେ ଆସ୍ତେ ରୋଗମୁଖର ହେଇପଡ଼ୁଛି। ସାଇ ବୃଦ୍ଧାଶ୍ରମର ଟ୍ରଷ୍ଟି ବିଜୟ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଇଞ୍ଜିନିୟର ଅଭୟ କୁମାର ସାମନ୍ତରାୟ ଏହି ମାଟି ମା ଓ ରାଷ୍ଟ୍ରର ଋଣ ସୁଝିବାକୁ ପରାମର୍ଶ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ରାଷ୍ଟ୍ରଗାନ କରାଯାଇ ପତାକା ଅବତରଣ କରାଯାଇଥିଲା ଏବଂ ସମସ୍ତେ ପ୍ରସାଦ ସେବନ କରିଥିଲେ। ଯେଉଁ ଭୋଜନ ମଣିଷର ଭୋଜନ କେମିତି ହେବା ଦରକାର, କିଭଳି ଶୃଙ୍ଖଳା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଭୋଜନ ହେବା ଦରକାର, ତାହାର ତାତ୍ପର୍ଯ୍ୟତା ବିଷୟରେ ସମସ୍ତ ଅତିଥିମାନେ ଅବଗତ କରାଇଥିଲେ। ମୁଖ୍ୟ ବିଷୟ ଥିଲା ଭୋଜନ କରିବା ସମୟରେ ଯେ ଭୋଜନ ପ୍ରସ୍ତୁତିକର୍ତ୍ତା ତାହାର ବ୍ୟବହାର କିପରି ହେବା ଦରକାର, ଯିଏ ଭୋଜନ କରୁଛି ତାହାର ବ୍ୟବହାର କିପରି ହେବା ଦରକାର, ସେ ଏକ ପ୍ରାଥମିକତା ଦେଇଥିଲା।